ଶୁଭ ସନ୍ଧ୍ୟା ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତୁମ ସମସ୍ତ ପ୍ଲସ୍ ଟୁ ଫାର୍ଷ୍ଟ ଇୟର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ପିଲେ ଆଜି ଆମେ ପାଠ କରିବାକୁ ଯାଉଛେ ସେଇ ଅତି ବଡ଼ି ଭକ୍ତ ଓ କବି ଜଗନ୍ନାଥ ଦାସଙ୍କ କବିତାରୁ ପାଠ କରିବା। ଦେଖ ପିଲେ କଣ ଅଛି। ଆଉ ହଁ ପିଲେ, କବିଙ୍କ ବିନା କବିତା ଅଧୁରା, ସେଇଥିପାଇଁ ପ୍ରଥମେ ଜାଣିବା। କିନ୍ତୁ ଏସବୁ ଏଠି ନୁହଁ, ଅନ୍ୟ ଏକ ଭିଡିଓରେ କେତେବେଳେ ଜାଣିନବା। ତୁମେ ମାନେ ଯଦି ଜାଣିବା ପାଇଁ ଚାହୁଁଛ ଅତି ବଡ଼ି ଭକ୍ତ କବି ଜଗନ୍ନାଥ ଦାସଙ୍କର ସଂସ୍କୃତି, ତାଙ୍କର ପରମ୍ପରା, ଆଉ ତାଙ୍କର ଚାଲିଚଳନ ବିଷୟରେ ଯଦି ଜାଣିବାର ଇଚ୍ଛା କମେଣ୍ଟ ମାଧ୍ୟମରେ ଜଣେଇବାକୁ ଚେଷ୍ଟା କର। ତା ପାଇଁ ବସିବା ଭିଡିଓ ବନେଇବା, ଯୋଉଠି ତମେ ସେଠି ତମର ଡାଉଟ କ୍ଲିୟର ହେଇଯିବ। ତାହେଲେ ଦେଖ ପିଲେ, ଆମର ଏଠି ପାଠ ଉପରେ କଣ ଅଛି। ଶୁଣ ରାଜନ ସାବଧାନେ, ଦ୍ୱାରିକାପୁରେ କୋଦିନେ, କୃଷ୍ଣ କୁମରୁଛନ୍ତି ଯେତେ, କହିବା କେ କେତେ। ତାମାନେ ପିଲେ ଦେଖ ଏଠି କଣ କୁହାଯାଇଛି, ଶୁଣ ରାଜନ। କିଏ ଶୁଣାଉଛନ୍ତି, କିଏ ଏଠି ବକ୍ତା, କିଏ ଏଠି ଶ୍ରୋତା? ଶୁଣାଉଛନ୍ତି ରାଜ ପରୀକ୍ଷିତ, ଶୁଣାଉଛନ୍ତି ସୁଖଦେବ ଗୋସ୍ୱାମୀ। କଣ ଶୁଣାଉଛନ୍ତି ପିଲାମାନେ? ଦେଖ ଆମେ ସେମିତି ଜାଣିଛେ 7 ଦିନ ପରେ ତକ୍ଷକ ଆସି ଦଂଶନ କରିବ ରାଜା ପରୀକ୍ଷିତଙ୍କୁ। ଏହି ସମୟରେ, ଏଇ 7 ଦିନ ସମୟରେ କିଭଳି ମୁକ୍ତି ଲାଭ ହେବ, କିଭଳି ମୁକ୍ତି ପାଇବେ, ବୁଝିପାରିଲା? କିଭଳି ଦିବ୍ୟ ଜ୍ଞାନ ଅନୁଭବ କରିବେ ଏବଂ ମୁକ୍ତିର ଉପାୟ ଏଇ 7 ଦିନ ଭିତରେ କଣ ହେଇପାରିବ, ସେଇ ସମୟରେ ପରୀକ୍ଷିତ ରାଜା ପରୀକ୍ଷିତଙ୍କୁ ପାଇଛନ୍ତି। କାହାକୁ ପାଇଛନ୍ତି? ସୁଖଦେବ ଗୋସ୍ୱାମୀଙ୍କୁ ପାଇଛନ୍ତି। ବ୍ୟାସପୁତ୍ର ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଶୁଣ ହେ ରାଜନ, ହେ ରାଜନ, 7 ଦିନ ଭିତରେ ମୁକ୍ତି ପାଇବାକୁ ଚାହୁଁଥାନ୍ତି, ଅଭିଶାପ ପାଉଛନ୍ତି ନା ରାଜା ପରୀକ୍ଷିତ। 7 ଦିନ ମଧ୍ୟରେ ତକ୍ଷକ ଆସି ଦଂଶନ କରିବ, ବୁଝିପାରିଲା? ତେଣୁ ଏଇ 7 ଦିନକୁ ସେ କହୁଛନ୍ତି, ନା ନା, ଏ 7 ଦିନ ଭିତରେ ମତେ ମୁକ୍ତିର ଉପାୟ ସ୍ଥିର କରିବାକୁ ପଡିବ। କାହିଁକି ନା ମୋ ପାଖରେ ଜମା 7 ଦିନ ଅଛି। ଦେଖ ପିଲେ, 7 ଦିନ ଭିତରେ ଗୋଟିଏ ଦିନ ଭିତରେ କାହା ହେଲେ ବି ଯାଇନା, 7-12 ଭିତରେ ଯାହା ହେଲେ ବି ଯେତେବେଳେ ଯାଏ, ଗୋଟିଏ ବାରରେ ଯାଏ ନା ନାଇଁ। ତାହେଲେ ଏଇ 7 ଦିନ ଭିତରେ ତାଙ୍କର ମୁକ୍ତି ପାଇଁ ମୁକ୍ତିର ଉପାୟ ଖୋଜୁଛନ୍ତି। ସେ ସମୟରେ ଭାଗବତ କଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି। କାହାକୁ? ପରୀକ୍ଷିତଙ୍କୁ କହୁଛନ୍ତି, ହେ ରାଜା ପରୀକ୍ଷିତ, ଶୁଣ ରାଜନ ସାବଧାନେ, ଟିକେ ସାବଧାନେ, ବୁଝିପାରିଲା? ଟିକେ ଶୁଣ ମୁଁ ଯାହା କହୁଛି। କଣ କହୁଛି ସୁଖଦେବ ଗୋସ୍ୱାମୀ? କଣ କହୁଛନ୍ତି ନା, ଦ୍ୱାରକାପୁରେ ଏକ ଦିନେ, ଦିନେ କଣ ହେଇଛି? ଦ୍ୱାରକାପୁରରେ, ବୁଝିପାରିଲା? ଦ୍ୱାରକାପୁରରେ ଆମେ ସେମିତି ଜାଣିଛେ ଜନ୍ମଭୂମି ପ୍ରବନ୍ଧରେ ମୁଁ ମଧ୍ୟ ତମ ମାନଙ୍କୁ କହିଥିଲି ଯେ କିଭଳି ଗୋପପୁର ଛାଡି ମଥୁରା ଗଲେ ଶ୍ରୀକୃଷ୍ଣ ଦ୍ୱାରିକାକୁ, ଏବଂ ଦ୍ୱାରିକାରେ କିଭଳି ଅପଭ୍ରଂଶ ପ୍ରସାଦର ମାଲିକ ହେଇଗଲେ। ଆଉ ପଟ ବଂଶ ଅନେକ, ଯଦି ଆମେ କହିବା ପୁତ୍ର କନ୍ୟାର ସନ୍ତାନ, ଯଦି ଆମେ କହିବା ପିତା ହେଲେ, ଯଦି ଆମେ କହିବା ଏଇଭଳି ଭାବରେ ଦ୍ୱାରିକାପୁରରେ କଣ ହେଇଛି? ଦିନେ କଣ ହେଇଛି? ଦ୍ୱାରକାପୁରେ କହୁଛନ୍ତି, ସୁଖଦେବ କହୁଛନ୍ତି ରାଜା ପରୀକ୍ଷିତଙ୍କୁ, ହେ ପରୀକ୍ଷିତ ଶୁଣନ୍ତୁ, ଶୁଣନ୍ତୁ, ବୁଝିପାରିଲା? ଶୁଣନ୍ତୁ କଣ ହେଇଛି? କୃଷ୍ଣ କୁମରୁଛନ୍ତି ଯେତେ, ଦେଖ କୃଷ୍ଣଙ୍କୁ ମରୁଛନ୍ତି ଯେତେକ କୃଷ୍ଣ କୁମାର ଅଛନ୍ତି, ଆମେ ଯେମିତି ଜାଣିଛେ ଯେ ଯେଉଁ ଅଷ୍ଟପାଦ ବଞ୍ଚି ଦେଲେ, ଅଷ୍ଟପାଦ ବଞ୍ଚି, ଏବଂ ଯଦି କହିବା କିଏ କିଏ, ରୁକ୍ମଣୀ, ସତ୍ୟଭାମା, ଭଦ୍ରା, କାଳିନ୍ଦୀ, ଜାମ୍ବବତୀ, ଲକ୍ଷ୍ମଣା, ମିତ୍ରବିନ୍ଦ୍ର, ସତ୍ୟ, ଏଇଭଳି ଭାବରେ କୃଷ୍ଣଙ୍କର ପାଠ ଜଣ ବେଶୀ ଥିଲେ।
କୃଷ୍ଣଙ୍କର 8 ଜଣ ପାଟ ବଞ୍ଚିଥିଲେ ନା ନାଇଁ, ଏବଂ ସେମାନଙ୍କର ଯେତକ ସନ୍ତାନ ଶ୍ରୀକୃଷ୍ଣଙ୍କର ଯେତକ ପୁତ୍ର ମାନେ କଣ କରୁଛନ୍ତି? କୃଷ୍ଣ କୁମାର ମାନେ ଯେତେ ଥିଲେ, କିଏ ଥିଲେ ଆମେ ପଢିବା କହିବା। ତାପରେ କଣ ଅଛି? କହିବା ଏକେ କେ କେତେ, ବୁଝିପାରିଲା? କହିବା ଏକେ କେ କେତେ, କେତେ ଥିଲେ ଆମେ ସବୁ ଜାଣିଛେ ଶ୍ରୀକୃଷ୍ଣଙ୍କର 16,000 8 ଜଣ 108 ଜଣ ଯଦି କହିବା ପତ୍ନୀ ଥିଲେ ନା ନାଇଁ, 16,108 ଏଡେ ଜଣ ପତ୍ନୀ, ଏତେ ଜଣ ପତ୍ନୀ, କିନ୍ତୁ 8 ଜଣ ପ୍ରମୁଖ ଦେବୀ ଥିଲେ। ତାଙ୍କର ଯେତେକ ସନ୍ତାନ ଥିଲେ, କାହିଁକି କେତେ ଜଣ? କେତେ? କହିବା ଏକେ କେ କେତେ, ବୁଝିପାରିଲା? ତାପରେ ଦେଖ ପିଲେ, ପ୍ରଦ୍ୟୁମ୍ନ ଶାମ୍ବ ଆଦି ମିଳି, ପ୍ରଦ୍ୟୁମ୍ନ ଶାମ୍ବ ଏଇଭଳି ଭାବରେ କୃଷ୍ଣଙ୍କର ବହୁତ ପୁତ୍ର ଥିଲେ, ବୁଝିପାରିଲା? ତମମାନଙ୍କୁ ତମର ପ୍ରଶ୍ନ ରହିବ, ଗୋଟିଏ ପିଲା ସମସ୍ତେ କମେଣ୍ଟ ମାଧ୍ୟମରେ ଏବେ ନିଶ୍ଚୟ ଲେଖିବା ପାଇଁ ଚେଷ୍ଟା କରିବ। ଯଦି ଭିଡିଓଟା ତମ ଆଖି ସାମ୍ନାରେ ଆସେ, କେବେ ସ୍କ୍ରୋଲିଂ କରୁଥିବା ସମୟରେ ଯଦି ଭିଡିଓଟା ଆଖି ସାମ୍ନାରେ ଆସେ, ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଚେଷ୍ଟା କରିବ ଯେ, ତାହେଲେ ପ୍ରଶ୍ନ ହେଉଛି କୃଷ୍ଣଙ୍କର କେତେ ଜଣ ସନ୍ତାନ ଥିଲେ? ଯଦି ଜାଣିଛ କମେଣ୍ଟ ମାଧ୍ୟମରେ ଲେଖିକି ଜଣାଇଦବ, ଠିକ ଅଛି? ତେବେ ଦେଖ ଏଠି କଣ କହିଛି, ପ୍ରଦ୍ୟୁମ୍ନ ଶାମ୍ବ ଆଦି ମିଳି, ବନେ କରନ୍ତି ନାନା କେଳି। ପ୍ରଦ୍ୟୁମ୍ନ ଶାମ୍ବ ସେମାନେ କଣ କରନ୍ତି? ନାନା କେଳି କରନ୍ତି, ବୁଝିପାରିଲା? ଆଜି ଅନେକ ଅଛନ୍ତି, ଆଜି ଆମେ ସବୁ ଜାଣିଛେ ପିଲେ, କେଉଁଠି? ଦ୍ୱାରକାପୁରରେ ଶାମ୍ବଙ୍କ ଯୋଗୁ କିଭଳି ଯଦୁବଂଶ ଧ୍ୱଂସ ହେଇଥିଲା, ଆମେ ସବୁ ଜାଣିଛେ ନା ନାଇଁ? ତାହେଲେ ଏଇଭଳି ଭାବରେ ସେମାନେ କଣ କରୁଛନ୍ତି? କୃଷ୍ଣ ପୁତ୍ର ମାନେ ବନେ କରନ୍ତି, ବୁଝିପାରିଲା? ବନେ କରନ୍ତି, ବନେ କହିଲେ ଅରଣ୍ୟରେ କଣ କରନ୍ତି? ନାନା ବିଭିନ୍ନ ରକମର ବିଭିନ୍ନ ପ୍ରକାରର କେଳି କରନ୍ତି, ବୁଝିପାରିଲା? କେଳି କହିଲେ କ୍ରୀଡା କରନ୍ତି। ତାହେଲେ କେଉଁମାନେ କ୍ରୀଡା କରୁଛନ୍ତି? କୃଷ୍ଣ କୁମାର ମାନେ। କେଉଁଠି? ଦ୍ୱାରକାପୁରରେ। କିଏ? ପ୍ରଦ୍ୟୁମ୍ନ, ଶାମ୍ବ, ଏଇ ଆଦି ସମସ୍ତ ଶ୍ରୀକୃଷ୍ଣ ପୁତ୍ର ମାନେ ଖେଳୁଥିଲେ, କ୍ରୀଡା କରୁଥିଲେ। ଦେନ୍ କଣ ହେଇଛି ଦେଖ ବୋଇଲେ, ଅନେକ, ତାପରେ କଣ ହେଇଛି ଦେଖ ବୋଇଲେ, ଅନେକ ବେଳ କ୍ରୀଡା କରି ତୃଷିତେ ଲୋଡୁଛନ୍ତି ବାରି। ଅନେକ ବେଳ, ଦେଖ ବିଲେ, ଅନେକ ବେଳୁ ଖେଳୁଛନ୍ତି। ଅନେକ ବେଳେ ଖେଳିଲା ପରେ ଯେତେବେଳେ ଝାଳ ବୋହିଯାଏ ନା, ଆମକୁ କଣ ହୁଏ? ଶୋଷ କରେ ନା ନାଇଁ? ସେହି ସମୟରେ ତମମାନଙ୍କୁ ଶୋଷ କରୁଥିବ। ଅନେକ ବେଳା କ୍ରୀଡା କରୁଛନ୍ତି, ଅନେକ ବେଳା କ୍ରୀଡା କରୁଛନ୍ତି। ତାପରେ ତୃଷ୍ଣା, ଯଦି କହିବା ଶୋଷ ଲାଗୁଛି, ସମସ୍ତେ ଲୋଡୁଛନ୍ତି କଣ? ବାରି କହିଲେ ଜଳ, ପାଣି ଲୋଡୁଛନ୍ତି ସମସ୍ତେ। ଦେନ୍ ତାପରେ କଣ ହେଇଛି ଦେଖ ପିଲେ, ତୁମମାନଙ୍କର ଦେଖ ପିଲେ, ଏ ମନ୍ଦ ଜଳପାନ ସଦେ କୂପ ଦେଖିଲେ ବନ ମଧ୍ୟେ। ଦେଖ ପିଲେ, ତମମାନଙ୍କର କଣ ଅଛି ନା, ଏ ମନ୍ଦ ଜଳପାନ ସଦେ କୂପ ଦେଖିଲେ ବନ ମଧ୍ୟେ। ତାହେଲେ ଏଇଭଳି ଭାବରେ ଜଳପାନ କରିବା ପାଇଁ, ଜଳପାନ କରିବା ପାଇଁ ସଧ କହିଲେ, ଦେଖ ପିଲେ, ସଧେ କହିଲେ ପିଲେ ଯେଉଁ ଇଚ୍ଛାରେ, ଜଳପାନ ଇଚ୍ଛାରେ ସେମାନେ କଣ କରିଛନ୍ତି ନା, କୂପ ଦେଖିଲେ ବନ ମଧ୍ୟେ। କୂପ ଦେଖିଲେ, ଯେଉଁ ବନରେ ସେମାନେ ଖେଳୁଥିଲେ, ତା ମଧ୍ୟରେ ଗୋଟେ କୂପ ଦେଖିଲେ, ପରିତପ୍ତ କୂପଟେ ଦେଖିଲେ। କଣ ଦେଖିଲେ?
सकल कूपोपास मिली जाती नयन निरोली सकल बुझिपाइला समस्ते कृष्ण कुमार बुझिपाइला कूप पाशरे कूप पाखरे मिली जाइछन्ति एठी एकाठी हेइ जाइछन्ति आशा अछि कोन तृष्णा निवारण करिवे जलपान करिवे आसीचन्ति कूप पाखकु एकाठी होइछन्ति कोन कहउछन्ति तापरे देखो जाती नयन निरोली चाहुचन्ति नयन चक्षुत आखि कोन निरोली करी बुझिपारिला निरोली कहले निरीक्षण करी चाहुचन्ति कूप आड़कु आसिकी पानी पीबा आशारे सकल समस्ते आसिकी चाहुचन्ति कोन चाहुचन्ति एसबु देखो बिले एसबु तापरे एसबु तुम मानकर परवर्ती समय रे आलोचना करिबा आज पई बस एतिकी।